जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करि हमर आस्ट्रो सेशन आरंभ करिवा। आस्ट्रो सेशन क्रम रे आमे रवि महाग्रह पढुतले। रवि महाग्रहଙ୍କର विषय आमे काली किछि भृगु सूत्र एवं विभिन्न इये डिस्कशन करिछे। से डिस्कशन भी आमे आगु को जारी रखिबा। किंतु आज मु गोटे महत्वपूर्ण जिनिस आपण ମାନଙ୍କ सहित डिस्कशन करिया को जाउछि। भगवान सूर्यଙ୍କ विषय। भगवान सूर्य किए, तार पौराणिक मत कौन रही एवं किभଳି भाବରେ ଆମେ ସେଇ ପୁରାଣ ଶାସ୍ତ୍ରରୁ ସେ ଇଣ୍ଟରପ୍ରିଟେସନ କୁ ବ୍ୟବହାର କରି ଆମେ ଆମର ଉନ୍ନତି ଏବଂ ପ୍ରଗତି ନିମନ୍ତେ ତାକୁ ୟୁଜ କରିପାରିବା, ସେଇ ବିଷୟରେ ଆମେ ଡିସ୍କସନ ଟା କରିବା। ଆପଣ ମାନେ ଜାଣିଛନ୍ତି ଯେ ସୂର୍ଯ୍ୟ ଜଣେ ନୁହନ୍ତି, ଆଦିତ୍ୟ ଦ୍ୱାଦଶ ଆଦିତ୍ୟ ଅଛନ୍ତି। ପ୍ରତି ମାସରେ ସୂର୍ଯ୍ୟଙ୍କର ନେମ୍ ଚେଞ୍ଜ ହୁଏ। ମାନେ ସୂର୍ଯ୍ୟ ଗୋଟେ ଯଦି ପୋଷ୍ଟ ହେଲା ତାহଲେ ସେ ପୋଷ୍ଟ କୁ 12 ଜଣ ରୁଲ କରନ୍ତି ଏବଂ ପ୍ରତି ମାସରେ ସେଇ 12 ଜଣ ପ୍ରତି ମାସ ହିସାବରେ 12 ଜଣ ଡିଫରେଣ୍ଟ ଡିଫରେଣ୍ଟ ମାସରେ ତାକୁ ରୁଲ କରନ୍ତି। ମୁଁ ଆପଣ ମାନଙ୍କୁ ଶାସ୍ତ୍ର ପ୍ରମାଣ ସହିତ ଏ ଡିସ୍କସନ ଟି ଆପଣଙ୍କ ସହିତ ଆପଣ ମାନେ ଶ୍ରୀମଦ୍ ଭାଗବତର ଅଧ୍ୟାୟ ଦ୍ୱାଦଶ ସ୍କନ୍ଧର ଅଧ୍ୟାୟ ନମ୍ବର 11 ଟାକୁ ଯଦି ଆପଣଙ୍କ ପାଖରେ ଶ୍ରୀମଦ୍ ଭାଗବତମ ଅଛି ଆପଣ ମାନେ ପଢି ପାରିବେ। ସେଇଠି ଶ୍ରୀ ଭଗବାନଙ୍କର ଅଙ୍ଗ ଉପାଙ୍ଗ ଓ ଆୟୁଧ ମାନଙ୍କର ରହସ୍ୟ ତଥା ବିଭିନ୍ନ ସୂର୍ଯ୍ୟଗଣଙ୍କର ବର୍ଣ୍ଣନା କରାଯାଇଛି। ସେଇ ଚାପ୍ଟରଟି ବହୁତ ହିଁ ଇମ୍ପୋର୍ଟାଣ୍ଟ। କୋଉ ଦୃଷ୍ଟିରୁ ନା ସୂର୍ଯ୍ୟ ହଉଛନ୍ତି ସକଳ ଶକ୍ତିର ଆଧାର। ଯେହେତୁ ସୂର୍ଯ୍ୟ ସକଳ ଶକ୍ତିର ଆଧାର, ସିଏ ସବୁ ପାପକୁ କ୍ଷୟ କରିପାରିବେ। ଦେହର ଯୋଉ ପ୍ରୋବ୍ଲେମ ରହିଛି, ଯୋଉ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପୀଡା ରହିଛି, ତାକୁ ଦୂର କରିପାରିବାର ସାମର୍ଥ୍ୟ ବି ସୂର୍ଯ୍ୟଙ୍କ ପାଖରେ ଅଛି। ଏବଂ ଅନ୍ୟ ବହୁତ କିଛି ଜିନିଷ, ଅଗଣିତ ଜିନିଷ ଅଛି, କିନ୍ତୁ ଏ ଦୁଇଟି ମୁଁ କାହିଁକି କୋଉ ଦୃଷ୍ଟିରୁ କହୁଛି ସେଇଟା ଆପଣ ଯୋଉ ଏଇ ଇଏଟା ଡିସ୍କସନ ଟା ସରିଲା ବେଳକୁ ଆପଣ ମାନେ ଜାଣିପାରିବେ। ତେଣୁ ମୁଁ କହିଲି ଶ୍ରୀମଦ୍ ଭାଗବତର ଦ୍ୱାଦଶ ସ୍କନ୍ଧର ଏକାଦଶ ଅଧ୍ୟାୟକୁ ଆପଣ ମାନେ ପଢିବେ, ଏଇଟା ମୋ ରିକ୍ୱେଷ୍ଟ। ମୁଁ ଖାଲି ଗୋଟେ ହାଲକା ଆଲୋଚନା କରିଦେବି। ଯେତେବେଳେ ମହର୍ଷି ସୌନକ ସିଏ ପଚାରିଛନ୍ତି ସୁତ ମୁନିଙ୍କୁ କି ହେ ରାଜର୍ଷି, ରାଜା ପରୀକ୍ଷିତଙ୍କୁ ଶ୍ରୀମଦ୍ ଭାଗବତ କଥା ଶୁଣେଇବା ସମୟରେ ପଞ୍ଚମ ସ୍କନ୍ଧରେ ଭଗବାନ ଶ୍ରୀ ସୁତ କହିଥିଲେ ଯେ ସୂର୍ଯ୍ୟଙ୍କୁ ମୁଖ୍ୟ କରି ଋଷି, ଗନ୍ଧର୍ବ, ନାଗ, ଅପ୍ସରା, ଯକ୍ଷ, ରାକ୍ଷସ ଓ ଦେବତା ମାନଙ୍କର ଗୋଟିଏ ସୌରଗଣ ଅଛି। ସେଇ 7 ବର୍ଗ ସମନ୍ୱିତ ଗଣ ପ୍ରତ୍ୟେକ ମାସରେ ବଦଳନ୍ତି ଓ ପାଳି କରି ଭଗବାନଙ୍କର ସେବା କରନ୍ତି। 12 ମାସ ଅନୁସାରେ ଦ୍ୱାଦଶ ଗଣ ସେମାନଙ୍କର ସ୍ୱାମୀ ଦ୍ୱାଦଶ ଆଦିତ୍ୟଙ୍କ ସହିତ ରହି କେଉଁ କର୍ମ କରନ୍ତି ଏବଂ ସେମାନଙ୍କର ନାମ କଣ ତାହା ଆମକୁ କୁହନ୍ତୁ। ସ୍ୱୟଂ ଭଗବାନ ହିଁ ତ ସୂର୍ଯ୍ୟ ରୂପରେ ଅଛନ୍ତି, ତେଣୁ ତାହାଙ୍କ ଗଣମାନଙ୍କର ବିଭିନ୍ନ ଦଳ ବା ବିଭାଗ ବିଷୟରେ ଆମେ ଶ୍ରଦ୍ଧାର ସହିତ ଶୁଣିବାକୁ ଚାହୁଁଛୁ। ଏଇଠି ମହର୍ଷି ସୌନକ ସୁତ ମୁନିଙ୍କୁ ରିକ୍ୱେଷ୍ଟ କରିଛନ୍ତି ଶ୍ରୀମଦ୍ ଭାଗବତମର ଦ୍ୱାଦଶ ସ୍କନ୍ଧର ଏକାଦଶ ଅଧ୍ୟାୟ। ସେଇଠି ଶ୍ରୀ ସୁତ ମୁନି କହିଛନ୍ତି ଯେ ଭଗବାନ ବିଷ୍ଣୁ ହିଁ ହେଉଛନ୍ତି ସକଳ ଦେହଧାରୀ ପ୍ରାଣୀ ମାନଙ୍କର ଅନ୍ତର୍ଯାମୀ ଆତ୍ମା। ସେ ବିଷ୍ଣୁଙ୍କର ଅନାଦି ଅନନ୍ତ ମାୟା ଏହି ଦୃଶ୍ୟମାନ ସୂର୍ଯ୍ୟଙ୍କୁ ସୃଷ୍ଟି କରିଛି ଏବଂ ସୂର୍ଯ୍ୟ ହିଁ ବିଭିନ୍ନ ମଣ୍ଡଳରେ ଗତି କରି ବିଶ୍ୱକ୍ରିୟାକୁ ଚାଲୁ ରଖିଛନ୍ତି। ଯଦି ଆମେ କିରଣ ବିଷୟରେ ଜାଣିବା, ସୂର୍ଯ୍ୟଙ୍କର କିରଣ ବିଷୟରେ ଜାଣିବା, ତାହେଲେ ସେ ସୂର୍ଯ୍ୟଙ୍କର କିରଣ ଟା ଜେନେରାଲି ଦେଖିବାକୁ ଗଲେ 7ଟା ତା ଦେହରେ ରେ ଥାଏ, ରଶ୍ମି ଥାଏ। ଏଠି ପୁରାଣ ତାକୁ ବହୁତ ଭଲସେ ଡିଫାଇନ କରିଛି ଯେ ସେ 7 ଜଣ କିଏ କିଏ ଆକ୍ଚୁଆଲି ଥାନ୍ତି। ଆରେ ଇନ୍ଦ୍ରଧନୁର ଯେତେବେଳେ ରଙ୍ଗ ପଡେ ସେତେବେଳେ ସେଥିରେ 7ଟା ରଙ୍ଗ ପଡେ ନା। ଆମେ ଛୁଆବେଳେ ପଢିଥିଲେ ବାଘ ନିଶ ହନାଲା, ଠିକ ଅଛି।
ତେଣୁ ଏଇଠି ସିତ୍ତମୁନି କହୁଛନ୍ତି ଯେ ଭଗବାନ ବିଷ୍ଣୁ ହିଁ ହେଉଛନ୍ତି ସକଳ ଦେହଧାରୀ ପ୍ରାଣୀ ମାନଙ୍କର ଅନ୍ତର୍ଯାମୀ ଆତ୍ମା ଏବଂ ସେହି ବିଷ୍ଣୁଙ୍କର ଅନାଦି ଅନନ୍ତ ମାୟା ଏହି ଦୃଶ୍ୟମାନ ସୂର୍ଯ୍ୟଙ୍କୁ ସୃଷ୍ଟି କରିଛି ଏବଂ ସୂର୍ଯ୍ୟ ହିଁ ବିଭିନ୍ନ ମଣ୍ଡଳରେ ଗତି କରି ବିଶ୍ୱକ୍ରିୟାକୁ ଚାଲୁ ରଖିଛନ୍ତି। ଆଉ ପ୍ରଶ୍ନରେ ଭଗବାନ ଯୋଉ ମହର୍ଷି ଶୌନକ ଯେତେବେଳେ ସୂତ ମୁନିଙ୍କୁ ପଚାରିଛନ୍ତି ସେତେବେଳେ ସେହି ଡିସ୍କ୍ରିପସନ ରେ କୁହାଯାଇଛି ଯେ ସେହି 7 ବର୍ଗ ସମନ୍ୱିତ ଗଣ ପ୍ରତ୍ୟେକ ମାସରେ ବଦଳନ୍ତି, which means କି ଭଗବାନ ସୂର୍ଯ୍ୟ ଗୋଟେ ଭଗବାନ ଶ୍ରୀ ଶ୍ରୀ ଭଗବାନ ତ ସୂର୍ଯ୍ୟଙ୍କୁ ସୃଷ୍ଟି କରିଦେଲେ କିନ୍ତୁ ପ୍ରତ୍ୟେକ ମାସ ପାଇଁ ଯୋଉ 7 ବର୍ଗ ମାନେ 7ଟା ଯକ୍ଷ ଗନ୍ଧର୍ବ ରାକ୍ଷସ ମୁନି ଭଗବାନ ଆଦିତ୍ୟ ତ ଏଇ ଦ୍ୱାଦଶ ଆଦିତ୍ୟ ଏଇ ଜିନିଷଟାକୁ ରୁଲ କରୁଛନ୍ତି। ତ ସେଇ ବିଷୟରେ ଆମେ ଜାଣିବା। ଆମେ 7 ବର୍ଗକୁ ଡିଟେଲି ଯିବାନି, 7 ବର୍ଗକୁ ଡିଟେଲି ଆପଣ ମାନେ ମୁଁ ଅଲରେଡି ରେଫରେନ୍ସ ଦେଇ ସାରିଲେଣି, ଆପଣ ମାନେ ପଢି ଦେଇପାରିବେ। ମୁଁ ବର୍ତ୍ତମାନ ସେଇ 7 ବର୍ଗ ବିଷୟରେ ଆପଣ ମାନଙ୍କୁ ଗୋଟେ ବ୍ରିଫ ଡେସ୍କ୍ରିପସନ ଦେବାକୁ ଚାହୁଁଛି। ଭଗବାନଙ୍କର ଅନାଦି ମାୟା ହେତୁ ଶ୍ରୀହରିକୁ କାଳ ଦେଶ ଯଜ୍ଞାଦି କ୍ରିୟା କର୍ତ୍ତା ସ୍ତ୍ରୁବ କରଣ ସାମଗ୍ରୀ ଜାଗାଦି କର୍ମ ବେଦ ମନ୍ତ୍ରାଦି ଧ୍ୟାନାଦି ସାକଲ୍ୟ ଦ୍ରବ୍ୟ ଓ ସ୍ୱର୍ଗାଦି ଫଳ ଏହିପରି 9ଟି ନାମରେ ଉଲ୍ଲେଖ କରାଯାଏ। ଜଗତକୁ ସଞ୍ଚାଳିତ କରିବା ନିମନ୍ତେ ସୂର୍ଯ୍ୟରୂପୀ ଭଗବାନ ନିଜର ଭିନ୍ନ ଭିନ୍ନ ଦ୍ୱାଦଶ ଗଣ ବର୍ଗଙ୍କ ସହିତ ଚୈତ୍ରାଦି ଦ୍ୱାଦଶ ମାସରେ ନିଜର ନିର୍ଦ୍ଦିଷ୍ଟ ପଥରେ ସଞ୍ଚାର କରନ୍ତି। ତେଣୁ ପ୍ରଥମେ ହେଲା ଆମ ଯୋଉ ଇଏରେ ଆମର ସନାତନ ପରମ୍ପରାର ପ୍ରଥମ ମାସ ହଉଛି ଚୈତ୍ର ମାସ। ତେଣୁ ଚୈତ୍ର ମାସରେ ଭଗବାନ ସୂର୍ଯ୍ୟଙ୍କର ନାମ ମାନେ ଧାତା ନାମକ ସୂର୍ଯ୍ୟ ଚୈତ୍ର ମାସରେ ରୁଲ କରନ୍ତି। ଧାତା ନାମକ ସୂର୍ଯ୍ୟ ମନେ ରହିଲା, ଧାତା। ତାପରେ କଣ, ବୈଶାଖ ମାସର ସୂର୍ଯ୍ୟଙ୍କ ନାମ ହେଲା ଅର୍ଜମ ନାମକ ସୂର୍ଯ୍ୟ। ଅର୍ଜମ ନାମକ ସୂର୍ଯ୍ୟ ବୈଶାଖ ମାସର କାର୍ଯ୍ୟଟାକୁ ନିର୍ବାହ କରନ୍ତି। ମିତ୍ର ନାମକ ସୂର୍ଯ୍ୟ ଜ୍ୟେଷ୍ଠ ମାସର କାର୍ଯ୍ୟକୁ ନିର୍ବାହ କରନ୍ତି। ବରୁଣ ନାମକ ସୂର୍ଯ୍ୟ ଆଷାଢ ମାସର କାର୍ଯ୍ୟକୁ ନିର୍ବାହ କରନ୍ତି। ଶ୍ରାବଣ ମାସରେ ଇନ୍ଦ୍ର ନାମକ ସୂର୍ଯ୍ୟଙ୍କର କାର୍ଯ୍ୟକାଳ, ଠିକ ଅଛି। ଭାଦ୍ରବ ମାସରେ ସୂର୍ଯ୍ୟଙ୍କ ନାମ ହଉଛି ବିବସ୍ୱାନ। ମାଘ ମାସରେ ପୂଷା ନାମକ ସୂର୍ଯ୍ୟ ରହନ୍ତି। ଫାଲଗୁନ ମାସର କାର୍ଯ୍ୟକାଳ ହଉଛି ପର୍ଜନ ନାମକ ସୂର୍ଯ୍ୟଙ୍କର, ଠିକ ଅଛି। ମାର୍ଗଶିର ମାସର ସୂର୍ଯ୍ୟଙ୍କ ନାମ ହଉଛି ଅଂଶୁ, ଠିକ ଅଛି। ପୌଷ ମାସରେ ସୂର୍ଯ୍ୟଙ୍କର ନାମ ହଉଛି ଭଗ, ଭଗ ନାମକ ସୂର୍ଯ୍ୟ ପୌଷ ମାସରେ ରୁଲ କରନ୍ତି। ଆଶ୍ୱିନ ମାସଟିର ନାଁ ହଉଛି, ସୂର୍ଯ୍ୟଙ୍କର ନାଁ ହଉଛି, ଯୋଉ ସୂର୍ଯ୍ୟ ଆଶ୍ୱିନ ମାସରେ କାମ କରନ୍ତି ସେ ହଉଛନ୍ତି ତ୍ୱଷ୍ଟା, ଠିକ ଅଛି। କାର୍ତ୍ତିକ ମାସର ସୂର୍ଯ୍ୟଙ୍କର ନାଁ ହଉଛି ବିଷ୍ଣୁ। ତେଣୁ କାର୍ତ୍ତିକ ମାସକୁ ସେଇଥିପାଇଁ ବହୁତ ପୁଣ୍ୟ ମାସ କୁହାଯାଏ, ବିଷ୍ଣୁଙ୍କର ସବୁତିକ କାର୍ଯ୍ୟ ସେଇଠି ହୁଏ। ମୁଁ କହି ରଖେ ଯେ ଏଇ 12 ମାସର ମୁଁ ଯୋଉ ସୂର୍ଯ୍ୟଙ୍କର ନାଁ ଗୁଡାକ ସବୁ କହିଲି, ତାପରେ ଆପଣ ମାନେ ବି ରିସର୍ଚ୍ଚ କରିପାରିବେ, ବିଭିନ୍ନ ଜାଗାରେ ଅଛି। ସେଠି କେବଳ ଋଷି, କେବଳ ସୂର୍ଯ୍ୟ ମାନେ, କେବଳ ସୂର୍ଯ୍ୟ ରହନ୍ତିନି। ସୂର୍ଯ୍ୟ ଗଣ ମାନଙ୍କ, ସୂର୍ଯ୍ୟ ଭଗବାନଙ୍କର ଗଣ ମାନଙ୍କ ମଧ୍ୟରେ ଋଷି ମାନେ ସୂର୍ଯ୍ୟ ସମ୍ବନ୍ଧୀୟ ଋଗ୍ବେଦ ଯଜୁର୍ବେଦ ଓ ସାମବେଦର ମନ୍ତ୍ର ଦ୍ୱାରା ସୂର୍ଯ୍ୟଙ୍କୁ ସ୍ତୁତି କରନ୍ତି। ତାହେଲେ କିଏ ରହିଲେ, ମାନେ ଋଷି ରହିଲେ। ଏବଂ ଗନ୍ଧର୍ବ ବି ରହନ୍ତି, ଏବଂ ଗନ୍ଧର୍ବ ମାନେ ସୂର୍ଯ୍ୟଙ୍କର ସୁଯଶ ଗାନ କରନ୍ତି। ଅପ୍ସରା ମାନେ ଆଗରେ ନୃତ୍ୟ କରି କରି ଚାଲନ୍ତି। ନାଗ ମାନେ ସୂର୍ଯ୍ୟଙ୍କ ରଥକୁ ଦଉଡି ପରି ହୋଇ ବାନ୍ଧି ରଖନ୍ତି। ଯକ୍ଷ ମାନେ ରଥକୁ ସୁନ୍ଦର ଭାବରେ ସଜାଇ ଧରନ୍ତି ଏବଂ ବଳବାନ ରାକ୍ଷସ ମାନେ ରଥକୁ ପଛରୁ ଠେଲନ୍ତି। ଏମାନଙ୍କ ବ୍ୟତୀତ ବାଲଖିଲ୍ୟ ନାମକ 60,000 ନିର୍ମଳ ସ୍ୱଭାବର ବ୍ରହ୍ମର୍ଷି ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ତାଙ୍କ ଆଗେ ଆଗେ ସ୍ତୁତି କରି ଚାଲନ୍ତି। ତାହେଲେ ସୂର୍ଯ୍ୟଙ୍କ ସହିତ କିଏ କିଏ ରହିଲେ? ସୂର୍ଯ୍ୟ ତ ନିଜେ ରହିଲେ, ତା ସହିତ ରହିଲେ ଋଷି ମାନେ, ତାପରେ ରହିଲେ ଅପ୍ସରା ମାନେ, ତାପରେ ରହିଲେ ନାଗ, ତାପରେ ରହିଲେ ଯକ୍ଷ, ତାପରେ ରହିଲେ ରାକ୍ଷସ, ତାପରେ ରହିଲେ ଆଉ ବ୍ରହ୍ମର୍ଷି ମାନେ।
ଏହିପରି ଭାବରେ ଅନାଦି ଅନନ୍ତ ଅଜନ୍ମା ଭଗବାନ ଶ୍ରୀହରି ହିଁ ପ୍ରତିକଳ୍ପରେ ନିଜ ସ୍ୱରୂପକୁ ବିଭକ୍ତ କରି ଲୋକମାନଙ୍କୁ ପାଳନ ପୋଷଣ କରନ୍ତି। ତ ଏଇଥିରୁ ଆମେ କଣ ଜାଣିଲେ? ଏଇଥିରୁ ଆମେ ଜାଣିଲେ ଯେ ଯିଏ ଯୋଉ ମାସରେ ଜନ୍ମ ହେଇଛି ତାହାର ସୂର୍ଯ୍ୟ ଦେବଙ୍କର ନାଁ କଣ। ଧର କାର୍ତ୍ତିକ ମାସରେ ମୋର ଜନ୍ମ, ତାହେଲେ ମୋର ସୂର୍ଯ୍ୟ କିଏ ହେବେ? ଭଗବାନ ବିଷ୍ଣୁ ହେବେ। ମୁଁ ମୋ ପଏଣ୍ଟ ଟା ରଖୁଛି। ତ ଆପଣ ମାନେ ଯେତେବେଳେ ସୂର୍ଯ୍ୟଙ୍କୁ ପୂଜା କରିବେ, ସୂର୍ଯ୍ୟ ପୂଜା କରାଯାଉଛି, କାଲି ସୂର୍ଯ୍ୟ ପୂଜା କରାଯାଉଛି, ସୂର୍ଯ୍ୟଙ୍କୁ ଜଳ ନିବେଦନ କରିବେ, ଆପଣ ଯୋଉ ମାସରେ ଜନ୍ମ ହେଇଛନ୍ତି ସେଇ ମାସର ସୂର୍ଯ୍ୟଙ୍କ ନାଁ ନେଇ ହିଁ ଆପଣ ତାଙ୍କୁ ଜଳ ନିବେଦନ କରିବେ। ଏଇଟା ହବ ମୋର ଏଫେକ୍ଟ। କାରଣ ଆପଣଙ୍କ କୁଣ୍ଡଳୀରେ ଯୋଉ ସୂର୍ଯ୍ୟ ନେଇକି ଆପଣ ଆସିଛନ୍ତି ସେ ସୂର୍ଯ୍ୟ କେବେ ବି ଚେଞ୍ଜ ହବନି। ସେଟା କେତେବେଳେ ଚେଞ୍ଜ ହବ ନା, ଯେତେବେଳେ ଆପଣ ନେକ୍ସଟ ରେ ଏ ବାର୍ଥ ସରିଯିବ, ଆପଣଙ୍କର ଲାଇଫ ସରିଯିବ, ନୂତନ ଲାଇଫ ପାଇବେ, ସେତେବେଳେ ଆପଣଙ୍କର ସୂର୍ଯ୍ୟ ଚେଞ୍ଜ ହେବ ବାର୍ଥ କୁଣ୍ଡଳୀରେ। କିନ୍ତୁ ପ୍ରତି ମାସରେ ବି ସୂର୍ଯ୍ୟ ଚେଞ୍ଜ ହଉଛନ୍ତି। ତେଣୁ ସର୍ବପ୍ରଥମ କଥା ହେଲା ସୂର୍ଯ୍ୟଙ୍କର ଦ୍ୱାଦଶ ନମସ୍କାର ଗୋଟେ ପ୍ରୋସିଜିଅର ଅଛି, ଯୋଉଟା କି ସମସ୍ତେ ଫଲୋ କରିବା ଉଚିତ। ସୂର୍ଯ୍ୟଙ୍କର ଦ୍ୱାଦଶ ନମସ୍କାର କରିବା ଦ୍ଵାରା, ଦେଖନ୍ତୁ, ସୂର୍ଯ୍ୟ ନମସ୍କାର କରିବା ଦ୍ଵାରା ରୋଗ ବୈରାଗ୍ୟ ଭଲ ରହେ, ବଡି ଫିଟ ରହେ। ତେଣୁ ରୋଗକୁ ଦୂରେଇବା ପାଇଁ ଆପଣଙ୍କ କୁଣ୍ଡଳୀରେ କୋଉ ସୂର୍ଯ୍ୟ ଆପଣଙ୍କୁ ରୁଲ କରୁଛନ୍ତି ସେଟାକୁ ଚେକ୍ କରନ୍ତୁ। ଏଇ ଦ୍ୱାଦଶ ସୂର୍ଯ୍ୟ ଯୋଉ ଅଛନ୍ତି, ବର୍ତ୍ତମାନ ସୂର୍ଯ୍ୟଦେବ କୋଉଠି ଅଛନ୍ତି ସେଟାକୁ ଚେକ୍ କରନ୍ତୁ। ମୋ କଥାଟା ବୁଝିପାରିଲେ ତ? ସର୍ବପ୍ରଥମେ ଆପଣ ଆପଣଙ୍କ କୁଣ୍ଡଳୀର ସୂର୍ଯ୍ୟଙ୍କୁ ଚେକ୍ କରନ୍ତୁ। ସେକେଣ୍ଡରେ ଆପଣ ଚେକ୍ କରନ୍ତୁ ଯେ ବର୍ତ୍ତମାନ ସୂର୍ଯ୍ୟଦେବ କୋଉଠି ଅଛନ୍ତି। ଥାର୍ଡରେ ଭଗବାନ ଶ୍ରୀହରି, ଏ ତିନି ଜଣଙ୍କୁ ହିଁ ଜଳ ନିବେଦନ କରାଯାଏ। ସେଥିପାଇଁ ତିନି ଥର ଜଳ ନିବେଦନ କରିବାର ପ୍ରାବଧାନ ରହିଛି, ଆଉ ତମ୍ବା ଢାଳରେ ପ୍ରାବଧାନ ରହିଛି। ତେଣୁ ସୂର୍ଯ୍ୟଙ୍କ ସହିତ କେବଳ ସୂର୍ଯ୍ୟ ରହନ୍ତିନି, ମୁଁ କହିଲି ଅନ୍ୟ କୋଉ କୋଉ ମାନେ ରହନ୍ତି। ତେଣୁ ଯେତେବେଳେ ଆପଣ ଭଗବାନ ସୂର୍ଯ୍ୟଙ୍କର ଦ୍ୱାଦଶ ଆଦିତ୍ୟଙ୍କର ରହସ୍ୟ, ଆଗରୁ କଣ ହଉଥିଲା ନା, ପ୍ରତ୍ୟେକ ସଂକ୍ରାନ୍ତରୁ ସଂକ୍ରାନ୍ତି ସୂର୍ଯ୍ୟ ଯେତେବେଳେ ରାଶି ପରିବର୍ତ୍ତନ କରୁଥିଲେ ପ୍ରତ୍ୟେକ ଘରେ ଘରେ ହବନ ର ବ୍ୟବସ୍ଥା ହଉଥିଲା। ଏବେ ସେଟା ବୁଡିଗଲାଣି ଧୀରେ ଧୀରେ। ଆଟମସ୍ଫିୟର ରେ ପଜିଟିଭିଟି କ୍ରିଏଟ ହଉନି, ତ ସେଥିପାଇଁ ବିଭିନ୍ନ ପ୍ରକାର ରୋଗ ବୈରାଗ୍ୟ ସମସ୍ୟା ଦେଖାଯାଉଛି। ଠିକ ଅଛି ନା? ଏବଂ ସେ ହବନରେ ସେଇ ଯୋଉ ସୂର୍ଯ୍ୟ, ଯୋଉ ମାସର ସୂର୍ଯ୍ୟ, ତାଙ୍କୁ ହିଁ ଆହୁତି ନିବେଦନ କରାଯାଏ। ଠିକ ଅଛି? ଏମିତି ନାହିଁ କି କେବଳ ତାଙ୍କୁ, ମାନେ ମୁଖ୍ୟତଃ କହିବାକୁ ଗଲେ ପୁରା ଦ୍ୱାଦଶ ଆଦିତ୍ୟଙ୍କୁ କରାଯାଏ, କିନ୍ତୁ ଏମ୍ ସୋଲ ଏମ୍ ଆଣ୍ଡ ଇଣ୍ଟେନସନ ଥାଏ କି ଏଇ ଯୋଉ 7 ଜଣ ବୁଲୁଛନ୍ତି, ସୂର୍ଯ୍ୟ ଦେବ ଭଗବାନ ଶ୍ରୀହରିଙ୍କ ଅଂଶ ଯୋଉ 7 ଜଣ ଙ୍କ ସହିତ ମୁଭ କରୁଛନ୍ତି ଦ୍ୱାଦଶ ଆଦିତ୍ୟ ହିସାବରେ, ସେମାନଙ୍କୁ ହବ୍ୟ ପ୍ରଦାନ କରିବା ପାଇଁ। ବଟ କଣ ହୁଏ ନା, ଆମେ ସେଇଟା ଜାଣିପାରୁନା। ଆମେ କହନ୍ତି ସୂର୍ଯ୍ୟ ଗୋଟେ, ନା, ସୂର୍ଯ୍ୟ ଗୋଟେ ନୁହନ୍ତି, ସୂର୍ଯ୍ୟ 12 ଜଣ ଦ୍ୱାଦଶ ଆଦିତ୍ୟ, ଯାହାର ପ୍ରମାଣ ଆପଣ ଭାଗବତରେ ପାଇବେ। ସେଇ ଜିନିଷଟାକୁ ଆପଣ ମାନେ ମୁଣ୍ଡରେ ରଖନ୍ତୁ। ଏବଂ ଏଇ ଯୋଉ ସୂର୍ଯ୍ୟ ମାନେ ରହିଲେ, ୟାର ଡେସ୍କ୍ରିପସନ ବି ଆପଣ, ଏଇ ଯେତିକି ଦ୍ୱାଦଶ ଆଦିତ୍ୟ ଅଛନ୍ତି, ଇଏ ଆମର ବାସ୍ତୁର ଜୋନ ଯେତେବେଳେ ଆପଣ ପଢିଥିବେ, ଯୋଉ ଦ୍ୱାର ଦେବତା ମାନେ ଅଛନ୍ତି, ଏ 12 ଜଣ ଆଦିତ୍ୟ ଯାକ ସେଇଠି ଅଛନ୍ତି। ଏ 12 ଜଣ ଯାକ ଆଦିତ୍ୟ ସେଇଠି ଅଛନ୍ତି। ତେଣୁ ମୋର କହିବାର ତାତ୍ପର୍ଯ୍ୟ ଥିଲା ଯେ ଆପଣଙ୍କ କୁଣ୍ଡଳୀରେ କୋଉ ସୂର୍ଯ୍ୟ, ଆପଣ କୋଉ ମାସରେ ଜନ୍ମ ହେଇଛନ୍ତି, ଆପଣଙ୍କୁ କୋଉ ସୂର୍ଯ୍ୟ ରୁଲ କରୁଛନ୍ତି, ଆପଣ ଚେକ୍ କରନ୍ତୁ। ଆପଣଙ୍କର କ୍ରିଏଟିଭିଟି ଏବଂ ଆପଣଙ୍କର ପୂର୍ବ ଜନ୍ମର କର୍ମ କଣ ଆପଣ କରିଥିଲେ, ସେଥିରୁ ସେଟା ଜଣା ପଡିଯିବ। କାରଣ କାଳପୁରୁଷ କୁଣ୍ଡଳୀରେ ପୂର୍ବ ପୁଣ୍ୟର ଭାବକୁ ସୂର୍ଯ୍ୟଦେବ ହିଁ ବହନ କରନ୍ତି। ସୂର୍ଯ୍ୟ ହିଁ ସକଳ ସୃଷ୍ଟିର ଅଧିଷ୍ଠାତ୍ର ଦେବତା, ସକଳ ଶକ୍ତିର ଆଧାର, ସବୁ କ୍ରିଏସନ ର ମୂଳ। ଠିକ ଅଛି? ଯଦି ଆପଣ ଭାବୁଛନ୍ତି ଯେ ସୂର୍ଯ୍ୟ ସକଳ ଶକ୍ତିର ଆଧାର ହେଲେ, ତ କଣ କଣ ମାନେ କଣ ଏଥିରୁ, ଏ ଷ୍ଟୋରିରୁ ଆମେ କଣ ଶିଖିଲେ? ଏ ଷ୍ଟୋରିରୁ ଆମେ ଶିଖିଲେ ଯେ ସୂର୍ଯ୍ୟ ଯେତେବେଳେ ଚାଲୁଛନ୍ତି, ମାନେ ସୂର୍ଯ୍ୟ ଯେତେବେଳେ ମୁଭ କରୁଛନ୍ତି, ସୂର୍ଯ୍ୟ ମୁଭ କରୁନାହାନ୍ତି, ମାନେ ସୂର୍ଯ୍ୟଙ୍କର ଯେତେବେଳେ ଟାଇମ ଟା ମୁଭ କରୁଛି, ସୂର୍ଯ୍ୟ ଯେତେବେଳେ ଚେଞ୍ଜ ହଉଛନ୍ତି,
ସେ ଏକା ଆସୁନାହାନ୍ତି। ସେ ସାତ୍विକ ରାଜସିକ ତାମସିକ ସମସ୍ତଙ୍କୁ ନେଇକି ଚାଲୁଛନ୍ତି। ତାମସିକ ମାନେ ତାଙ୍କ ରଥକୁ ପେଲୁଛନ୍ତି ରାକ୍ଷସ ତାମସିକ। ସାତ୍ବିକ ଗୁଣ ବାଲା ତାଙ୍କ ଆଗରେ ତାଙ୍କୁ ସ୍ତୁତି କରି କରି ଚାଲୁଛନ୍ତି। ତ ସାତ୍ବିକ ଗୁଣ ବାଲା କୋଉଠି ରହିଲେ ନା ସୂର୍ଯ୍ୟଙ୍କ ଆଗରେ। ତାପରକୁ କିଏ କଲେ ରହିଲେ ନା ରାଜସିକ ବାଲା। ରାଜସିକ ବାଲାଙ୍କ ଭିତରେ କଣ ନା ସେମାନେ ସୂର୍ଯ୍ୟଙ୍କର ଯଶ ଗାନ କରିକି ନାଚି ନାଚିକି ତାଙ୍କୁ ପ୍ରେଜ କରି କରି ଚାଲୁଛନ୍ତି। ଆଉ ତାମସିକ ବାଲା ରହୁଛନ୍ତି ସୂର୍ଯ୍ୟଙ୍କର ପଛରେ। ତେଣୁ ତୁମର ଯଦି ଆଟିଚ୍ୟୁଡ ସାତ୍ବିକ ନହେଲା, ତାହେଲେ ତୁମେ ସୂର୍ଯ୍ୟଙ୍କ ଆଗରେ ରହିବ କି ସୂର୍ଯ୍ୟଙ୍କ ପଛରେ ରହିବ ତମ ଜୀବନରେ, ଏଇଟା ତୁମେ ଡିଫାଇନ କର। ସୂର୍ଯ୍ୟଙ୍କ ଆତ୍ମାର ପ୍ରତୀକ ମଧ୍ୟ କୁହାଯାଏ। ତମ ଆତ୍ମାକୁ ଯଦି ତମେ ସାତ୍ବିକ ନ ରଖିକି ଆଷ୍ଟ୍ରୋଲୋଜିକାଲ ରିମେଡି କରିବାକୁ ଚାହିଁବ, ସେଠି କୋଉଟା ହେଇପାରିବ? ସେଟା ହେଇପାରିବନି। ତେଣୁ ମୋର ଏ ଷ୍ଟୋରି କହିବାର, ଏ ଷ୍ଟୋରିଟା ପୁରାଣ ଶାସ୍ତ୍ର କହିବାର ଦ୍ୱାରା ରବି ମଗ୍ରହରେ ଆପଣ ଏଟାକୁ ଆଡ କରିଦେବେ ରାଜୁ। ଏଇ ଜିନିଷ ଗୁଡାକୁ ଆପଣ ମାନେ ମୁଣ୍ଡରେ ରଖିବେ। ସୂର୍ଯ୍ୟ ଦ୍ୱାଦଶ ଆଦିତ୍ୟଙ୍କ ନାମ। ଆପଣ କୋଉ ମାସରେ ଜନ୍ମ ହେଇଛନ୍ତି, ବର୍ତ୍ତମାନ ସୂର୍ଯ୍ୟ କୋଉ ଇଏରେ ଅଛନ୍ତି, ଆଉ ଭଗବାନ ଶ୍ରୀହରି, କାରଣ ତାଙ୍କରି ମାୟାରେ ହିଁ ସବୁ ଚାଲିଛି। ସୂର୍ଯ୍ୟ ଭଗବାନ, ମୁଁ ଆପଣଙ୍କୁ ଏଠି ଗୋଟେ ଛୋଟ କଥା କହି ରଖେ। ଭଗବାନ ଶ୍ରୀରାମ ଯେତେବେଳେ ଲଙ୍କା ଉପରେ ଯୁଦ୍ଧ କରିବାକୁ ଗଲେ, ସେ ଦି ଜଣଙ୍କୁ ଭଲସେ, ତିନି ଜଣଙ୍କୁ ବହୁତ ଭଲସେ ପୂଜା କରିଥିଲେ। ଗୋଟେ ହେଲା ରାମେଶ୍ୱରଙ୍କୁ ପ୍ରତିଷ୍ଠା କରିଥିଲେ, ଭଗବାନ ଆଦିଶକ୍ତି ଜଗଦମ୍ବାଙ୍କର ପୂଜା କରିଥିଲେ। କିନ୍ତୁ ଯୁଦ୍ଧ ପୂର୍ବରୁ ସେ ଆଦିତ୍ୟ ହୃଦୟ ସ୍ତୋତ୍ରକୁ ରଚନା କରି ପାଠ କରିଥିଲେ କି ହେ ସୂର୍ଯ୍ୟଦେବ, ମୁଁ ମୋର ସାତ୍ବିକ ରାଜଧର୍ମ, ମାନେ ମୁଁ ମୋର ରାଜଧର୍ମକୁ ମେଣ୍ଟେନ କରିକି ଯୁଦ୍ଧ କରେ, ଯେମିତି ଯୁଦ୍ଧରେ ମୋ ଦ୍ଵାରା କିଛି ଅନ୍ୟାୟ ନ ହେଇଯାଉ। ଯଦି ଯୁଦ୍ଧ ସମୟରେ ଭଗବାନ ଶ୍ରୀରାମ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରୁଛନ୍ତି, ଆପଣଙ୍କ କୁଣ୍ଡଳୀରେ ଆପଣଙ୍କ ସୂର୍ଯ୍ୟର ମହତ୍ଵ ମହନୀୟତା କେତେ ଆପଣ ସେଥିରୁ ବୁଝିପାରୁଥିବେ। ଇଣ୍ଡିପେଣ୍ଡେଣ୍ଟ ଅଫ ଏଭ୍ରିଥିଙ୍ଗ, ପ୍ରତ୍ୟେକ ଲୋକ ସୂର୍ଯ୍ୟଙ୍କୁ ଠିକ କରିବା ନିମନ୍ତେ, ସୂର୍ଯ୍ୟଙ୍କର ଯଦି କୌଣସି ଭଲ ଅଛନ୍ତି ତ ଭଲ କଥା, ସୂର୍ଯ୍ୟଙ୍କର ନେଗେଟିଭ ଇମ୍ପାକ୍ଟ କୁ ନିଜ କୁଣ୍ଡଳୀ ବାହାର କରିବା ନିମନ୍ତେ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟା ବେଳେ ସୂର୍ଯ୍ୟଙ୍କୁ ପ୍ରଣାମ କରିବା ଉଚିତ। ସୂର୍ଯ୍ୟ ଉଦୟ ସମୟରେ, ସୂର୍ଯ୍ୟ ଅସ୍ତ ସମୟରେ, ଏବଂ ସୂର୍ଯ୍ୟଙ୍କୁ ପ୍ରତିଦିନ ଜଳ ନିବେଦନ କରିବା ଉଚିତ। ତେବେ ଇଏ ଥିଲା ଗୋଟେ ରିମେଡି। ଛୋଟ, ଦେଖନ୍ତୁ ପ୍ରତ୍ୟେକ ଜିନିଷ ଛୋଟ ନୁହଁ କରିବା। ଆଷ୍ଟ୍ରୋଲୋଜିକାଲ ଆପଣ ରିମେଡି ନେବେ, 100ଟା ଲୋକ ରିମେଡି ନେଲେ ସେଥିରୁ 10ଟା ଲୋକ କରିବେ, ସରି 10ଟା ଲୋକ ବିଶ୍ୱାସ କରିବେ କି ହଁ ହେଇପାରିବ, 5 ଜଣ କରିବେ, ଆଉ ଯୋଉମାନେ କରିବେ ସେଇମାନେ ହିଁ ପାଇବେ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।